नमस्कार जय जगन्नाथ। ଏବେ ଜଷ୍ଟ ଆସିଛି ଓ ଟ୍ରିପଲ ଏସି ର ଫରେଷ୍ଟ ଗାର୍ଡ ଫରେଷ୍ଟର ଆଉ ଏଲଏସଆଇ ର ରିଭାଇଜ ଆନ୍ସର କି ଆପଣମାନେ ଯାଇକି ୱେବସାଇଟ ଲଗଇନ କରିକି ନିଜ ରୋଲ ନମ୍ବର ଆଉ ପାସୱାର୍ଡ ଦେଇକି ଲଗଇନ କରିବେ। ଦେନ୍ ଦେଖିପାରିବେ ଏଇଠି ଫାର୍ଷ୍ଟ ଅପସନ ଅଛି କ୍ଲିକ୍ ହିୟର ଟୁ ଡାଉନଲୋଡ ଗ୍ରେସ୍ ମାର୍କ ଆଲାଉଡ କୋଶ୍ଚିନ୍। ଯୋଉ ଯୋଉ କୋଶ୍ଚିନ୍ ରେ ତମର ଗ୍ରେସ୍ ମାର୍କ ମିଳିଛି ସେଇ ଆନ୍ସର କି ଆସିଛି, ମାନେ ଯେତେଟା ଗ୍ରେସ୍ ମାର୍କ ମିଳୁଛି ସେଇ କୋଶ୍ଚିନ୍ ଗୁରା ଅଛି। ତାପରେ ନେକ୍ସଟ ଅଛି କ୍ଲିକ୍ ଟୁ ଡାଉନଲୋଡ ରିଭାଇଜ ଆନ୍ସର ଫର ଆଇଦର ଟୁ ଅପସନ। ଯୋଉ କୋଶ୍ଚିନ୍ ର ଦିଟାଙ୍କ ଅପସନ ଠିକ, ଦିଟା ଅପସନ ଠିକ ସେଇ କୋଶ୍ଚିନ୍ ଗୁରା ଅଛି ସେକେଣ୍ଡ ଲିଙ୍କ ରେ। ଦେନ୍ ଥାର୍ଡ ଲିଙ୍କ ରେ ଅଛି କ୍ଲିକ୍ ଟୁ ଡାଉନଲୋଡ ରିଭାଇଜ ଆନ୍ସର ଫର ଚେଞ୍ଜ ଅପସନ। ଆଉ ଯୋଉ ଆନ୍ସର ଗୁରା ମାନେ ଭୁଲ ଅପସନ ରେ କ୍ଲିକ୍ ହେଇଥିଲା ତାକୁ ରିଭାଇଜ କରିକି ଠିକ ଅପସନ କୁ କ୍ଲିକ୍ କରିକି ଦେଇଛନ୍ତି। ଫାଷ୍ଟ କ୍ଲିକ୍ ରେ ମାନେ କ୍ଲିକ୍ କରିବା। ଏଇଠି ଦେଖିପାରୁଥିବେ ସବଜେକ୍ଟ ଆର୍ଥମେଟିକ, ତା ତଳେ ଡେଟ୍ ମେନସନ ଅଛି 24 ଏପ୍ରିଲ 2024। ଦେନ୍ କୋଶ୍ଚିନ୍ ନମ୍ବର, ଏଇଟା ହେଲା ଯୋଉ ସିରିଏଲ ନମ୍ବରଟା ଅଛି ଏଇଟା କୋଶ୍ଚିନ୍ ନମ୍ବର। ଫାଷ୍ଟ କୋଶ୍ଚିନ୍ ରେ ମାନେ 24 ଏପ୍ରିଲ ଯାହାର ଯାହାର ସିଟ୍ ଥିଲା ଆର୍ଥମେଟିକ କୋଶ୍ଚିନ୍ ନମ୍ବର 1 ରେ ଏଇ କୋଶ୍ଚିନ୍ ରେ ତମର ଗ୍ରେସ୍ ମାର୍କ ମିଳିଛି। ଦେନ୍ ସେକେଣ୍ଡ ଟାକୁ ଦେଖ ଆର୍ଥମେଟିକ 28 ଏପ୍ରିଲ ସିରିଏଲ ନମ୍ବର 2, ଏଇ କୋଶ୍ଚିନ୍ ମାନେ ଏଟା ସିରିଏଲ ନମ୍ବର ଅନୁସାରେ ଦେଇଛି। ଏଇଟା 24 ଏପ୍ରିଲ, ଏଇ କୋଶ୍ଚିନ୍ ଟାରେ ଗ୍ରେସ୍ ମାର୍କ ମିଳିବ। ଦେନ୍ 28 ଏପ୍ରିଲ ଏଇ କୋଶ୍ଚିନ୍ ଟାରେ ଗ୍ରେସ୍ ମାର୍କ ମିଳିବ। ଦେନ୍ ଅଛି 27 ଏପ୍ରିଲ ଏଇ କୋଶ୍ଚିନ୍ ରେ ଗ୍ରେସ୍ ମାର୍କ ମିଳିବ। ଏମିତି ମାନେ ଡେଟ୍ ମେନସନ ଅଛି ପ୍ଲସ କୋଉ କୋଶ୍ଚିନ୍ ରେ ଗ୍ରେସ୍ ମାର୍କ ମିଳିବ ସବୁ ଯାକ ମେନସନ କରିକି ଦେଇଦେଇଛି। 2 ମେ ରେ 24 ଏପ୍ରିଲ 1 ମେ, ମାନେ ସବୁ ଯାକ ଡେଟ୍ ର କୋଉ କୋଉ କୋଶ୍ଚିନ୍ ରେ ଗ୍ରେସ୍ ମାର୍କ ମିଳିବ ସେଇଟା ଫାଷ୍ଟ ଲିଙ୍କ ରେ ଦେଇଛି। ଓକେ, ନେକ୍ସଟ ଅଛି କ୍ଲିକ୍ ଟୁ ଡାଉନଲୋଡ ରିଭାଇଜ ଆନ୍ସର ଫର ଆଇଦର ଟୁ ଅପସନ। ଯୋଉ ଯୋଉ କୋଶ୍ଚିନ୍ ରେ ଦିଟା ଅପସନ ମାନେ ଠିକ ଅଛି ସେଇ ସେଇ କୋଶ୍ଚିନ୍ ଗୁରା ମାନେ ସେକେଣ୍ଡ ଲିଙ୍କ ରେ ଦେଇଛି। ଡେଟ୍ ମେନସନ ଅଛି 26 ଏପ୍ରିଲ 2024। ତାପରେ ଏଠି କୋଶ୍ଚିନ୍ ମେନସନ ଅଛି ଏଇ ଏଇ କୋଶ୍ଚିନ୍ ଟାରେ ମାନେ ଦିଟା ଅପସନ ଠିକ ହେଇପାରିବ। ତେଣୁ ଯିଏ ଧର ଅପସନ ବି ଆଉ ସି ଠିକ, ଯିଏ ବି ମାରିଥିବ ଠିକ ହବ, ସି ମାରିଥିବ ବି ଠିକ ହବ। ଓକେ, ସେମିତି ସବୁ ଡେଟ୍ ର ମେନସନ ଅଛି 26 ଏପ୍ରିଲ, 1 ମେ, 29 ଏପ୍ରିଲ, ଏମିତି ସବୁ ମେନସନ ଅଛି। ନେକ୍ସଟ ଥାର୍ଡ ଲିଙ୍କ ରେ ଅଛି କ୍ଲିକ୍ ଟୁ ଡାଉନଲୋଡ ରିଭାଇଜ ଆନ୍ସର ଫର ଚେଞ୍ଜ ଅପସନ। ମାନେ ଯୋଉ ଯୋଉ କୋଶ୍ଚିନ୍ ର ଅପସନ ଫାଷ୍ଟ ଧର ଏ ଥିଲା ଏଇଟା କିନ୍ତୁ ଭୁଲ ଥିଲା, ଧର ଅପସନ ଡି ହଉଛି କରେକ୍ଟ, ତାକୁ ରିଭାଇଜ କରିକି ଦିଆହେଇଛି। ପବ୍ଲିଶ ଆନ୍ସର ହେଲା ସି, ରିଭାଇଜ ଆନ୍ସର ହେଲା ଏ। ଫାଷ୍ଟ ଅପସନ କ୍ଲିକ୍ ହେଇଥିଲା ମାନେ 40 କିଲୋମିଟର, ଯାହାକି ଥିଲା ଭୁଲ। ରିଭାଇଜ ଆନ୍ସର ଆସିଛି କେତେ ଏ, ଯାହାକି କଣ 10 କିଲୋମିଟର ହବ। ତେଣୁ ଏଇ ଆନ୍ସର ଗୁଡା କଣ ଭୁଲ ଥିଲା, ତାକୁ ରିଭାଇଜ କରିକି ଠିକ କରିକି ଦିଆହେଇଛି। ଓକେ, ତେଣୁ ଆପଣମାନେ ଦେଖିବେ ଫାଷ୍ଟ ଅପସନରେ ଯୋଉ କ୍ଲିକ୍ କରିକି କାର କେତେଟା ସିଟ୍ ରେ ଗ୍ରେସ୍ ମାର୍କ ମିଳୁଛି ତାହା ଦେଖିବେ ଏଇ ଫାଷ୍ଟ ଅପସନଟାରେ। ତାପରେ ଦେଖିବେ ଏଇ ସେକେଣ୍ଡଟାରେ କୋଉ କୋଉ କୋଶ୍ଚିନ୍ ରେ ଆପଣଙ୍କର ଦିଟା ମାନେ ଏଇଟା ଦେଖ ପବ୍ଲିଶ ଆନ୍ସର ହେଲା ବି, ମାନେ ବି ଅପସନ ଟା ହେଲା ଠିକ। ତାପରେ ରିଭାଇଜ ଆନ୍ସର ଅଛି ଏ ଅର ବି, ମାନେ ବି ଟା ଠିକ ହେଇପାରିବ ଏଟା ବି ଠିକ ହେଇପାରିବ। ଏଟା ମାରିଥିବ ଠିକ ହବ, ବିଟା ମାରିଥିବ ଠିକ ହବ। କିନ୍ତୁ ଦେଖ ଏ 2 ମେ 2024 ଏଇ ପବ୍ଲିଶ ଆନ୍ସର ହେଲା ଡି, ମାନେ ଫାଷ୍ଟ ଆନ୍ସର ଦେଇଥିଲା ଡି, ରିଭାଇଜ ଆନ୍ସର ଆସିଛି ସି ଅର ଡି। ତେଣୁ ସି ରେ ଯିଏ ମାରିଥିବ ଠିକ ହବ, ଡି ରେ ଯିଏ ମାରିଥିବ ଠିକ ହବ। ଓକେ, ତାପରେ ଦେଖ ଫାଷ୍ଟ ଅପସନ ରେ ଜାଣିଦେଲ ଯେ କୋଉ କୋଉ କୋଶ୍ଚିନ୍ ରେ ଗ୍ରେସ୍ ମାର୍କ ମିଳିଲା। ତାପରେ ସେକେଣ୍ଡ ଅପସନ ରେ ଜାଣିଲ ଯେ କୋଉ କୋଉ କୋଶ୍ଚିନ୍ ରେ ଦିଟା ଅପସନ ମାନେ ଠିକ। ତାପରେ ଥାର୍ଡ ଲିଙ୍କ ରେ ଜାଣିବ ଯେ ରିଭାଇଜ ଆନ୍ସର କି, ମାନେ କୋଉଟା ଅପସନ ଭୁଲ ଥିଲା ତାକୁ ରିଭାଇଜ କରିକି ଠିକ ରେ ଦିଆହେଇଛି। ତେଣୁ ଆପଣ ମାନେ କମେଣ୍ଟ କରି କରି ଜଣାନ୍ତୁ କାହାର କେତେ ଗ୍ରେସ୍ ମାର୍କ ମିଳିଲା, କାହାର ମାନେ ଦିଟା ଅପସନ ଠିକ ଅଛି, କାହାର ମାନେ ଅଧିକ ମାର୍କ ବଢିଲା, ପ୍ଲସ ତାର ମାନେ ଅପସନ ଆଗରୁ ଭୁଲ ଥିଲା ବର୍ତ୍ତମାନ ରିଭାଇଜ ଆନ୍ସର ରେ ବର୍ତ୍ତମାନ ଠିକ ଅଛି। ତେଣୁ
କାଲକୁଲେଟ୍ କରିକି ଆପଣ ମାନଙ୍କର ନିଜ ନିଜ ମାର୍କ କେତେ ଅଛି ଜଣାନ୍ତୁ। ରହୁଛି, ନମସ୍କାର।